ତ ସ୍ୱାଗତ ଆପଣଙ୍କୁ ମୋର ଗୋଟେ ନୂଆ ଭିଡ଼ିଓରେ। ଆମେ ପରବର୍ତ୍ତୀ ଭିଡ଼ିଓରେ ଜାଣିଥିଲେ ଯେ କେଶ ଦେଖ ମନୁଷ୍ୟ ଚିହ୍ନ। ବର୍ତ୍ତମାନ ଏହି ଭିଡ଼ିଓରେ ଆମେ ଜାଣିବା ନେତ୍ର ଦେଖି କହନ୍ତୁ। ତ ଏହି ଭିଡ଼ିଓରେ ଆମେ ଜାଣିବା ନେତ୍ର ଦେଖି କହନ୍ତୁ। ଯିଏ ମୋର ପୂର୍ବ ଭିଡ଼ିଓ ଦେଖିନାହାନ୍ତି ସିଏ ମୋ ଚ୍ୟାନେଲକୁ ଯାଇକି ପୂର୍ବ ଭିଡ଼ିଓ ଦେଖିପାରିବେ। ତ ଚାଲନ୍ତୁ ଆରମ୍ଭ କରିବା। ଯେଉଁମାନେ ଚିଲା ଆଖି ସେମାନେ ଖୁବ୍ ବଦରାଗୀ, କୃପଣ, ଚରିତ୍ରହୀନ, ମନ ମଧ୍ୟରେ ସଦାସର୍ବଦା କ୍ରୂର ଭାବ, ଖୁବ୍ ପେଚୁଆ। ସେମାନେ କାହାରି ଅଧୀନତା ସ୍ୱୀକାର କରନ୍ତି ନାହିଁ। ଯେଉଁଠାରେ ଅଧୀନତା ସ୍ୱୀକାର କରନ୍ତି ସେଠାରେ କେବଳ ନିଜର ଫାଇଦା ଉଠାନ୍ତି। ସେମାନଙ୍କର ପ୍ରକୃତି ଆଦ୍ୟ ଜଣେ ପୁରୁଷ ପ୍ରକୃତିର ହୋଇ ନପାରେ। ଯେଉଁ ସ୍ତ୍ରୀ ଲୋକମାନଙ୍କର ଚିଲା ଆଖି ସେମାନେ ଅଳ୍ପ ବିଦ୍ୟାରେ ଭୟଙ୍କର ମଧ୍ୟମ ଶିକ୍ଷିତା, କେହି କେହି ସରକାରୀ ବୃତ୍ତିରେ ଥାଆନ୍ତି। ସେମାନଙ୍କ କପଟତାକୁ କିଛି ବୁଝିପାରନ୍ତି ନାହିଁ। ସେମାନେ ଚରିତ୍ରହୀନା, ବନ୍ଧ୍ୟା ଯୋଗୁଁ ଦୁଃଖରେ ସମୟ ଅତିବାହିତ କରିଥାନ୍ତି। ଖୁବ୍ କୃପଣ। ଯେତେ ପୁରୁଷ ସେମାନଙ୍କ ପାଖକୁ ଆସନ୍ତି କାହାରିଠାରୁ ସେମାନେ ସନ୍ତୋଷ ହୁଅନ୍ତି ନାହିଁ। ସ୍ୱାର୍ଥବୃଦ୍ଧିରେ ଜୀବନ ସରେ। ସଦା ଦୁଃଖରେ ହିଁ କାନ୍ଦନ୍ତି। ତ ଚାଲନ୍ତୁ ବନ୍ଧୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ନୟନର ତୋଳା ନୀଳ ବର୍ଣ୍ଣ, ଚାହାଣି ଟଣା, ଏମାନେ ଉଚ୍ଚାଧିକାରୀ, ସ୍ୱନାମଧନ୍ୟା, ଚତୁରୀ, ହାସ୍ୟମୁଖୀ, ପରକୁ ଆପଣାର କରିବା ଇଚ୍ଛା ଅଧିକ। ତ ବୁଝିପାରୁଥିବେ ମୁଁ ଆଉ ଟିକେ ସ୍ପିଡ଼ରେ କହିବା ପାଇଁ ଚେଷ୍ଟା କରିବି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ନାରୀମାନଙ୍କର ନେତ୍ର ଅତ୍ୟନ୍ତ ଚିଲା ସେମାନେ ଖୁବ୍ କାମ ମାତୁରା, ଅସ୍ଥିର ମନା, ଯେତେ ରତି ସେତେ ସୁଖୀ। ଏମାନେ ରମଣକାଳେ ଅସମ୍ବନ୍ଧା, ଜ୍ୟେଷ୍ଠ କନିଷ୍ଠ ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ। ସମାଜରେ ସେହିମାନେ ହିଁ କଳଙ୍କିନୀ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁମାନେ ଟେରା ସେମାନେ ସମସ୍ତ କାର୍ଯ୍ୟରେ ଧୂର୍ତ୍ତ, ଖୁବ୍ ଚତୁର ହୋଇଥାନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁମାନଙ୍କର ନେତ୍ର ରକ୍ତବର୍ଣ୍ଣ ସେମାନଙ୍କର ସ୍ତ୍ରୀ ବଞ୍ଚନ୍ତି ନାହିଁ। ଜୀବନ ସାରାକୁ ସଂସାରର ଦୁଃଖ ଭାରି ପଡ଼େ। ନିଜର ଦୁଃଖକୁ ନିଜେ ସହନ୍ତି। ଏମାନଙ୍କର ଅଜାଗାକୁ କେହି ଦେଖନ୍ତି ନାହିଁ, ଯାହାକୁ ଦେଖାଇ ପାରନ୍ତି ନାହିଁ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ପୁରୁଷର ନେତ୍ର ସଦା ରକ୍ତବର୍ଣ୍ଣ ସେମାନେ ପତ୍ନୀ ସୁଖ ପାଆନ୍ତି ନାହିଁ। ସମାଜର ସବୁ ନାରୀଙ୍କର ସେ ଘୃଣାର ପାତ୍ର। ସେମାନଙ୍କର ରୂପ, ଗୁଣ, ବ୍ୟବହାର କାହାରିକୁ ସନ୍ତୁଷ୍ଟ କରିପାରେ ନାହିଁ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ନେତ୍ର ବିରାଡ଼ି ଆଖି ସଦୃଶ୍ୟ ସେମାନେ ପୁଣ୍ୟ
କ'ଣ ଜାଣନ୍ତି ନାହିଁ। ସମସ୍ତ ପାପ କାର୍ଯ୍ୟଦିରେ ସଦା ଲିପ୍ତ ରହନ୍ତି। ଏମାନେ କାହାରି ନୁହନ୍ତି ଅବିଶ୍ୱାସୀ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଦକ୍ଷିଣ ନେତ୍ର କଣା ସେପରି ସ୍ତ୍ରୀ ଚରିତ୍ରହୀନା ପତିତା ଭାବରେ ପରିଗଣିତା ହୁଅନ୍ତି। ମୃତ୍ୟୁର ଅଳ୍ପ ଦିନ ଆଗରୁ ବହୁ ରୋଗରେ ଆକ୍ରାନ୍ତ ହୁଅନ୍ତି। ରୋଗରେ ପୋକଜୋତ ହେଲେ ଏମାନେ ମୃତ୍ୟୁରେ ପଡ଼ନ୍ତି। ଏମାନଙ୍କର ଅଧା ଦିନ ସୁଖ ଓ ଅଧା ଦିନ କାନ୍ଦରେ ବିତିଥାଏ। ତ ଚାଲନ୍ତୁ ବନ୍ଧୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ଦକ୍ଷିଣ ନେତ୍ର ବକ୍ର ଏପରି ସ୍ତ୍ରୀ ପତିତାପଣରେ ସୁଖୀ, ବହୁ ପୁରୁଷ ଭୋଗୀ। ଏମାନଙ୍କର ସଂସାର ପ୍ରତି ଆଦୌ ମାୟା ମମତା ନଥାଏ। ତ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ବାମ ନେତ୍ର ଫୁଟି ଯାଇଥାଏ ସେପରି ସ୍ତ୍ରୀ ବେଶ୍ୟାବୃତ୍ତି କରି ଚଳନ୍ତି। ଅଧା ବୟସରୁ ଦୁଃଖ ଭୋଗ କରନ୍ତି। ନା ସ୍ତ୍ରୀ ନା ସନ୍ତାନ କେହି ତାଙ୍କର ଆପଣାର ନୁହନ୍ତି। ନିରାଶ୍ରୟ ଭାବେ ସଂସାରରେ ରହି ସେହି ଆଶ୍ରୟହୀନରେ ସଂସାରରୁ ବିଦାୟ ନିଅନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀଙ୍କର ହସ୍ତିପର ନେତ୍ର ସେମାନେ ଅଲକ୍ଷ୍ମୀ, କୁଚରିତ୍ରୀ, ଅଦେଖୀ, ପରହିଂସୁକ ଅଟନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ନେତ୍ର ପାରାନେତ୍ର ସଦୃଶ୍ୟ ସେପରି ସ୍ତ୍ରୀମାନେ ଚିର ଦୁଃଖିନୀ, ପତିପ୍ରିୟା ହୋଇ ପାରନ୍ତି ନାହିଁ। ସନ୍ତାନମାନଙ୍କ ନିକଟରେ ଅପ୍ରିୟ ହୁଅନ୍ତି। ଏମାନେ କପଟ। ତ ଆଗକୁ ଯିବା। ଯେଉଁମାନଙ୍କର ଦୁଇଟି ଯାକ ନେତ୍ର ନଷ୍ଟ ହୋଇଯାଇଛି ସେମାନେ ପୂର୍ବଜନ୍ମର ବାକିଥିବା ଫଳକୁ ଏ ଜନ୍ମରେ ଶେଷ କରି ବିଦାୟ ନିଅନ୍ତି। ଏମାନେ ଚିର ଦୁଃଖିନୀ, ସୁଖ କ'ଣ ଜାଣନ୍ତି ନାହିଁ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ମହିଳାମାନେ ଟେରୀ ସେମାନେ ପାପ କର୍ମକୁ ପୁଣ୍ୟ ଭାବରେ ଗ୍ରହଣ କରନ୍ତି। ସମସ୍ତ ପାପ କର୍ମରେ ଏମାନଙ୍କର ଆନନ୍ଦ କାମ ଓ କାମନା ବ୍ୟତୀତ ସେମାନେ ଦୁନିଆରେ କିଛି ଖୋଜି ନାହାନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ନେତ୍ର ରକ୍ତବର୍ଣ୍ଣ ଓ ଟେରୀ ସେମାନେ ଚିର ଦୁଃଖିନୀ, ସ୍ୱାମୀ ଘାତିନୀ ହୋଇଥାନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ନେତ୍ର ମୀନ ସଦୃଶ୍ୟ ସେପରି ନାରୀ ପତି ସୁହାଗିନୀ, ପତିବ୍ରତା, ବହୁ ସୁଖୀ, ସ୍ୱଚ୍ଛ ସନ୍ତାନବତୀ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ନେତ୍ର ଗୋଲାକାର ସେମାନେ କୁଟିଳା, କୁଳକଳଙ୍କିନୀ, ବାଲ୍ୟରୁ ବିଧବା, କୁଳଟା ଜୀବନ ଯାପନ କରନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ନେତ୍ର ବିରାଡ଼ି ସଦୃଶ୍ୟ ସେମାନେ ଖୁବ୍ କାମପ୍ରିୟ, ବହୁ ପୁରୁଷ ଭୋଗ, ଚିର ରୋଗୀ, ହତଭାଗିନୀ ସମ ସଂସାରରେ ବାସ କରନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ନେତ୍ର ଗୋଲାକାର, କପାଳ ଉଚ୍ଚ, ଗୌରବର୍ଣ୍ଣ ସେମାନେ ଉଚ୍ଚ କୁଳରେ ଜନ୍ମ ହେଲେ ମଧ୍ୟ ନୀଚ କୁଳ ପୁରୁଷର
ସୁଖରେ ଆସକ୍ତ ହୁଅନ୍ତି। ସେମାନେ ପତି ସୁହାଗିନୀ ହୋଇପାରନ୍ତି ନାହିଁ। ଚିରଦିନ ଅଶାନ୍ତିରେ ଜୀବନ ବିତାନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ନେତ୍ର କମଳ ପାଖୁଡ଼ା ସଦୃଶ୍ୟ, ସେମାନେ ସତୀ ନାରୀ, ବହୁ ସୁଖିନୀ, ବହୁ ସୁଖରେ ଅଧିକାରିଣୀ, ଉଚ୍ଚ ପଦବୀଧାରୀ, ସ୍ୱାମୀ ସନ୍ତାନଙ୍କର ସୁଖ ଭୋଗନ୍ତି, ସମାଜରେ ବହୁ ସମ୍ମାନ ପାଆନ୍ତି। ସାଧାରଣ ନାରୀ ଭାବେ ପରିଚିତ ହେଲେ ମଧ୍ୟ ସେ ସବୁ ନାରୀଙ୍କ ଠାରୁ ଊର୍ଦ୍ଧ୍ୱରେ ଥାନ୍ତି, ଅଧିକରେ ଥାନ୍ତି। ତ ଆଜି ପାଇଁ ଏତିକି। ଆମେ ପୁଣି ଦେଖାହେବା ଗୋଟେ ଅଲଗା ଭିଡ଼ିଓରେ। ଅଲଗା ଭିଡ଼ିଓରେ ଆମେ ଜାଣିବା ଭ୍ରୁଲତା ଲକ୍ଷଣ। ତ ସେଇ ପର୍ଯ୍ୟନ୍ତ ନମସ୍କାର।